ମହୁମାଛି ଆକ୍ରମଣରେ ଜଣେ ଗୁରୁତର 7 ଜଣ ଆହତ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ବାସଭବନ ନିକଟରେ ମହୁମାଛି ଆକ୍ରମଣରେ ଜଣେ ଗୁରୁତର ହେବା ସହିତ 7 ଜଣ ଆହତ ହୋଇଛନ୍ତି। ତେବେ ଗୁରୁତର ଓ ଆହତମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରେ ଅଧିକାଂଶ ସ୍କୁଲ ଛାତ୍ରଛାତ୍ରୀ ଥିବା ଜଣାପଡ଼ିଛି। ସେମାନେ ଟ୍ୟୁସନରୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି। ଏପରିକି କିଛି ବାଟୋଇ ମଧ୍ୟ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି। ତେବେ ସମସ୍ତ ଗୁରୁତର ଓ ଆହତମାନେ କାମାକ୍ଷାନଗର ଏନ୍ଏସିର ହୋଇଥିବା ସୂଚନା ମିଳିଛି। କାମାକ୍ଷାନଗରରୁ ପ୍ରକାଶ କୁମାର ପାତ୍ରଙ୍କ ରିପୋର୍ଟ, ଦ ନ୍ୟୁଜ୍ ଟୁଡେ।